ଘରେ ଥିଲି, ଘରେ ଆସିଲା ପରେ ଦେଖିଲି ତ ବାବା ହରିକା ସବୁ ଦେଖିଥିଲେ। ଡାଇରେକ୍ଟ ଯେବେ ଗଲେ ମୁଁ ଦେଖିଥିଲି ସେବେ। ତ ଭାଇ ପସନ୍ଦ ଆସିଲି। ହଁ। ଆଗରୁ ମ୍ୟୁଜିକ୍ ଭିଡ଼ିଓ ବା ସର୍ଟ ମୁଭିରେ ଇଣ୍ଟରଭ୍ୟୁ ତ ବହୁତ ଥର ଦେଇଛି, ସେମିତି ବି କପୁଲ ଭଳିଆ ବସୁ, ସେଇଟା ଅନରିଏଲକୁ ରିଏଲ୍ ଭାବରେ ଆମେ ପ୍ରକାଶ କରୁ। କିନ୍ତୁ ଆଜି ବହୁତ ଖୁସି କି ପରଦାରେ ତ ବହୁତ ଅଭିନୟ କରିଛି, ନିର୍ଦ୍ଦେଶନା ଦେଇଛି, ସାଙ୍ଗରେ ଆଉ ଜଣଙ୍କୁ ବସେଇକି ବି ଇଣ୍ଟରଭ୍ୟୁ ଦେଇଛି। କିନ୍ତୁ ବହୁତ ଖୁସି ଯେ ଜୀବନ ସାରା ରହିବେ, ଜୀବନ ସାଥୀ କୁହାଯାଏ, ତାଙ୍କ ସାଙ୍ଗରେ ବସି ଆଜି ଇଣ୍ଟରଭ୍ୟୁ ଦେଉଛି। ନା, ଆରେଞ୍ଜ ମ୍ୟାରେଜ୍ ଆକ୍ଚୁଆଲି ଖୁସି। ଆଉ ଲଭ୍ ମ୍ୟାରେଜ୍ରେ ସେଇ ମୁଁ ତ ଆଗରୁ ବହୁତ ଇଣ୍ଟରଭ୍ୟୁରେ କହିଛି, ଆଜିକାଲି ବାହାଘର ଯାହା ବି ହେଉଛି ଡିଭୋର୍ସ ତାଠୁ ସଂଖ୍ୟା ବହୁତ ଅଧିକ ହେଉଛି। ତା ରିଜନ୍ ହେଉଛି ଲଭ୍ ମ୍ୟାରେଜ୍। ଲଭ୍ ମ୍ୟାରେଜ୍ରେ ଗୋଟେ ଜିନିଷ ଥାଏ, ଦୁଇ ଜଣଙ୍କ ଭିତରେ ରେସ୍ପେକ୍ଟ କମିଯାଇଥାଏ। ଆରମ୍ଭରୁ ସେମାନେ ବହୁତ ଆଗରୁ ସେମାନେ ମିଳାମିଶା କରିଥାନ୍ତି, ସେମାନଙ୍କ ଭିତରେ ଦୁଇ ଜଣଙ୍କ ଭିତରେ ରେସ୍ପେକ୍ଟଟା କମିଯାଇଥାଏ। ଆରେଞ୍ଜ ମ୍ୟାରେଜ୍ ଟୋଟାଲି ଦୁଇ ଜଣଙ୍କୁ ଚିହ୍ନିବେ, ଜାଣିବେ, ବୁଝିବେ, ତ ସେ ଗୋଟେ ରୀତିନୀତିରେ ବାହାଘର ହୁଏ। ତ ସେଥିପାଇଁ ଆରେଞ୍ଜ ମ୍ୟାରେଜ୍ ଆପଣ ଦେଖିବେ ଯେତେ ବି ଡିଭୋର୍ସ ପ୍ରାୟ ହେଉଛି 99% ସେମାନେ ଲଭ୍ ମ୍ୟାରେଜ୍ କରିଥିବେ, ତାପରେ ସେଟା ଡିଭୋର୍ସ ହୁଏ। କିନ୍ତୁ ଆରେଞ୍ଜ ମ୍ୟାରେଜ୍ ବହୁତ କମ୍, କ୍ୱଚିତ କ୍ଷେତ୍ରରେ ଡିଭୋର୍ସ ହୁଏ। କିନ୍ତୁ ସେମାନଙ୍କର ଲାଇଫ୍ଟା ବହୁତ ଖୁସିରେ ସେମାନେ ରୁହନ୍ତି ଆରେଞ୍ଜ ମ୍ୟାରେଜ୍ରେ। ମୁଁ ଆରେଞ୍ଜ ମ୍ୟାରେଜ୍ରେ ବହୁତ ଖୁସି।